ମୁଁ ଗୋଟେ କଥା ବୁଝିପାରୁନି ଯେମିତି ସିଗାରେଟ ଟାଣିବା ଦ୍ୱାରା ଆମ ଦେହକୁ ଖରାପ କିଛି ହୁଏ ସେଥିପାଇଁ ସିଗାରେଟର ପଛପଟେ ଲେଖା ହେଇଥାଏ ସ୍ମୋକିଂ କିଲ୍ସ। ସେମିତି କଣ ପାଇଁ ମୋମୋ ଦୋକାନ ଆଗରେ ଲେଖା ହଉନି ଯେ ଯୋଉମାନେ ମୋମୋ ବିକୁଛନ୍ତି ଲେଖିବା କଥା କି ମୋମୋ ଖାଇବା ଦ୍ୱାରା ଏଇଟା ଆପଣଙ୍କ ଦେହକୁ କି ହେଲ୍ଥକୁ ଖରାପ କରିପାରେ। କାରଣ ଏଇଥିରେ ଥିବା ମଇଦା ଆପଣଙ୍କ ପେଟ ଭିତରେ 7 ଦିନ ଲାଗେ ଡାଇଜେସନ ହବା ପାଇଁ। କଣ ପାଇଁ ବରା ଦୋକାନ ଆଗରେ ଲେଖା ହଉନି ଯେ ମାନେ ବରା ଯୋଉ ଛାଣିକି ଦଉଛନ୍ତି କି ସିଙ୍ଗଡା ଏଇ ସବୁ ଜିନିଷ ଲେଖା ହେବା କଥା ଯେ ଏଇଥିରେ ବହୁତ ମାତ୍ରାରେ ଟ୍ରାନ୍ସଫ୍ୟାଟ ଅଛି ଯୋଉଟା କି ଆପଣଙ୍କ ହାର୍ଟ ଡିଜିଜ କରିବା ପାଇଁ ଯଥେଷ୍ଟ। କଣ ପାଇଁ ଚିକେନ ପକୋଡା ଦୋକାନ ଆଗରେ ଲେଖା ହଉନି ଯେ ଆପଣ ଯୋଉ ଚିକେନ ପକୋଡା ଖାଉଛନ୍ତି ଚିକେନରେ ଥିବା ପ୍ରୋଟିନ ଏ ପକୋଡା ହେଲା ପରେ ତା ଦେହରେ କିଛି ରହୁନି, ସେ ପ୍ରୋଟିନ ତା ଗୋଷ୍ଠୀ ବୁନିଆଦି ସବୁ ଯାକ ବୁଡି ଯାଉଛି ପ୍ରୋଟିନର। କେବଳ ଆପଣ ଖାଉଛନ୍ତି କଣ ନା ମିଛ ପକୋଡା, ମାନେ ତା ଦେହରେ କିଛି ନାହିଁ, ଚିକେନ ଖାଲି ନାକୁ ଆଉ ଟ୍ରାନ୍ସଫ୍ୟାଟ ଭର୍ତ୍ତି। ମୁଁ ଠିକ କହିଲି ଭୁଲ କହିଲି ମତେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆକ୍ଚୁଆଲି ଏଇ ସବୁ ଜିନିଷ ହବା ଦରକାର କି ନାହିଁ ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଆଉ ବହୁତ ମାତ୍ରାରେ ଭିଡିଓକୁ ସେୟାର କରନ୍ତୁ, ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ।